ଦୀର୍ଘ 2 ବର୍ଷର ଆଶା ଆଜି ଆମେ ପୂରଣ କରିବା ପାଇଁ ବାହାରି ପଡିଲୁ 2 ଜଣ। କଣ ସେ ଆଶାଟା ଆଗକୁ ଆଗକୁ ଦେଖନ୍ତୁ। ତ ଏଠି ଆମେ ପାଦରେ ପାଦ ଛନ୍ଦି 2 ଜଣ ମିଶିକିରି ଏଠି ବାହାରି ପଡିଥିଲୁ ଟିକେ ବଜାର ବୁଲିବା ପାଇଁ। ଆଉ ସେଇଟା ପୁଣି ଦୀର୍ଘ 2 ବର୍ଷର ଆଶା ପୂରଣ କରିବା ପାଇଁ ଏଠି ପହଞ୍ଚି ପଡିଲୁ ଗୁପଚୁପ ଖାଇବା ପାଇଁ। ଏଇଟା ହଉଛି ମୋ ଦୀର୍ଘ 2 ବର୍ଷର ଆଶା। ତ ମୁଁ 2 ବର୍ଷ ହେଲା ଗୁପଚୁପ ଖାଏନି, ଯେହେତୁ ମୁଁ ଏତେ ଏକ୍ସଟ୍ରିମଲି ଖାଇଥିଲି ଯେ ମତେ ଗୁପଚୁପ ଦେଖିଲେ ହିଁ ଇରିଟେଟ ଲାଗୁଥିଲା। ତ ସେଥିପାଇଁ ମୁଁ ଗୁପଚୁପ ଖାଇବା ଛାଡି ଦେଇଥିଲି 2 ବର୍ଷ ହେଲା। ମୁଁ ଟୋଟାଲି ଖାଉନଥିଲି। ତାପରେ ମୁଁ ଏଠି ଆସିକି ପହଞ୍ଚି ଯାଇଥିଲି ଖାଇବାକୁ, ତାଙ୍କୁ ପଚାରି ଦେଇଥିଲି ଟେଷ୍ଟ କେମିତି। ତ ସିଏ ଟେଷ୍ଟ କଲା ପରେ ବହୁତ ବଢିଆ ଲାଗିଥିଲା। ତ ତାପରେ ଆମେ ବାହାରି ଯାଇଥିଲୁ ଆଣିବା ପାଇଁ ଟିକେ, ଯେହେତୁ ଅଫିସରେ ବସି ବୋରିଂ ଲାଗୁଥିଲା। ତ ଆମେ କିଛି ମଟର ସବୁ ନେଇ ଆସିଥିଲୁ। ତାପରେ ମତେ ଏଠି ଷ୍ଟେୟାରରେ ଚଢି ଚଢି ବହୁତ ଥକା ଲାଗୁଥିଲା। ମତେ କଣ ପାଇଁ କେଜାଣି ସବୁବେଳେ ପାଇଁ ଷ୍ଟେୟାରରେ ଚଢିଲେ ମତେ ବହୁତ ଥକା ଲାଗେ। ତାପରେ ଦେଖନ୍ତୁ ଏଠି ରାସ୍ତା ଚକର ବନେଇବା ବାହାନାରେ ରାସ୍ତାକୁ ସବୁ ଖୋଳିକିରି ବିଏମସି ବାଲା ଫୋପାଡ଼ି ଦେଇଛନ୍ତି। କଣ ନା ଡ୍ରେନେଜ ହବ। ଛାଡ ସେ କଥା। ଆମେ ଏଠି ଆସି ଚିକେନ ପାଖରେ ପହଞ୍ଚି ଯାଇଥିଲୁ। ଚିକେନ ଆସିକି ପହଞ୍ଚି ଗଲା ପରେ ତ ନେଇଯାଇଥିଲୁ, ଯେହେତୁ 12ଟା ଥିଲା କେମିତି ମିସ୍ କରିବୁ। ଆଉ 12 ଥିବ ଚିକେନ ଆଣି ମୋ ସ୍ୱାମୀ ପୁଣି କୋଲ୍ଡଡ୍ରିଙ୍କ୍ସ ଆଣିବେନି, ତା ଦେହରେ ବି ସେ କୋଲ୍ଡଡ୍ରିଙ୍କ୍ସ ନେଇ ଆସିଥିଲେ। ତା ଦେହରେ ବି ମିସ୍ କରିନଥିଲେ, ଜଳଖିଆ ନେଇ ଆସିଥିଲେ। ଦେଖୁନାହାନ୍ତି, ଜଳଖିଆରେ ମୁଁ ମନା କରୁଛି ଏତେ ସାରା ଖାଇବା କିଏ ଖାଇବ। ରାତିରେ ପୁଣି ଏତେ ହେଭି ଲଞ୍ଚ, ସରି ହେଭି ଡିନର। ତାପରେ ଏଠି ଚିକେନ କୁ ମୁଁ କଷି ଦେଇଥିଲି। ଚିକେନ ଟା ଯେହେତୁ ମୁଁ କରିଥିଲି ବହୁତ ଲାଇଟ୍ କରିଥିଲି, କମ ତେଲରେ କରିଥିଲି, ଯେହେତୁ ରାତିରେ ଖାଇବାର ଥିଲା। ତ ବହୁତ ଗରମ ହେଇଥିଲା। ତ ରୋଷେଇ ସାରିକି ଆମେ ଛାତ ଉପରୁ ପଳେଇ ଆସିଥିଲୁ। ତ ଏଠି ଦେଖନ୍ତୁ ଆମେ ଚିକେନ ବାଢି ଦେଲେ। ଚିକେନ ଟା କଲର ବହୁତ ଫିକା ଲାଗୁଛି, କାହିଁକି ନା ମୁଁ ବହୁତ କମ ତେଲ ମସଲାରେ ହିଁ କରିଛି, କାହିଁକିନା ଡିନରରେ ଖାଇବୁ ନା।